श्री सूर्याय नमः। पौष रविवार व्रत कथा। धर्म निरंजन देव चरणे नमयी पुष रविवार कथा कहि आरंभई। शुण जने मोर हट्टा देशर राजन सुगण नामरे थिले अति गुणवान। सुशीला नामरे थिले तांको महादेव। पतिव्रता धर्मशीला तांको परी सेही। राजापुत्र समानरे प्रजंकु पाळन्ति। देवगुरु ब्राह्मणरे भक्ति करन्ति। सेहि पुण्य राजंकर एकई कुमर। होइला जे रूपे गुणे नाही पटान्तर। सुंदर पणरे कामना करे छार। दिनकु दिन पाठ पढ़ी हेला गुणाकर। से पुत्रर नाम रत्नाकर जे अटई। सकल गुणरे ताकु केशमनु हई। से पुत्रर यौवन समय हुअन्ते। महिमा करई बुली संगीଙ୍କ संगते। दिने संगी मानकर संगे रत्नाकर। बसी अछि सेहि पथे आगरे ताहार। एक महाजन पुत्र विवाह होई करी। कन्या घेनी जिबारु ता अनाई बिचारी। आपना गृहकु जाई से राजा नंदन। जननी निकटे कहे बिरते सन। आगो माता मो संगते जेते संगी छन्ति। सकले होइले विवाह खोजी जे जाति। काहि पाई मोते विवाह न कर गो मात। एहा कहि रत्नाकर हुअन्ते दुखित। पुत्रर वचन शुणी सुशीला कुहई। कराइबि तोते विवाह न भावरे तुही। एहा कहि महादेवी नृप पासे जाई। बोइले शुण हे राजा जाहा मु कहई। होइला नंदन जुबा ताहाकु विवाह। न करी किम पाई एथे मरम की कह। रानी वचन रे राजा चमकी पड़िले। मो मने त नाही बोली रानी को कहिले। आउ किछि न बोल गो अल्प दिन रे। कराइबि विवाह कन्या खोजई छटरे। रानी ताहा शुणी अंतपुरकु चलिले। राजा तहु एक ब्राह्मणंकु डकाइले। निकटे बसाई तांकु कहन्ति गोसाई। कन्या एक बुझ आंभ जुबराज पाई। राजा वचन रे विप्र हेउ बोली कही। पाउणा घेनिण विप्र गले बेग होई। अनेक स्थान रे बुली कर्णाट देश रे। मिलिले से धनवंत साधव नग्रे। बालवती नामे थिला साधवर झियो। सर्वसुलक्षणी रूप गुण रे अपह। ताहा जानी विप्र तांकु बुझाई कहिले। आम्भ राजांकर पुत्र अछन्ति बोइले। से राजा पुत्रंकु तुम्भे कन्या दान कर। बुझिले ताहाकु देव नाही असुंदर। शुणिण साधव तहु सनमत हेला। गणा पोछ करी विप्र सेठारु चलिला। पति पासे मिलिला क जाई से ब्राह्मण। सबु कथा तांको आगे करन्ते बखाण। शुणिण ता नरपति आनंद होइले। गहना लगाई पुत्र फेरि चली गले। केते दिने जाई मिलिले कर्णाट देश रे। परवेश हुअन्ते से साधव नग्रे। ताहा देखि धनवंत साधव शेषरे। सेमानंकु रखाइला उत्तम बासरे। शुभ जोग लग्न देखि कला कन्या दान। जाहा यौतुक देला नुहई गणन। विभासारे सर्वे तहि से नीति बंचिले। परदिन बर कन्या घेनिले उटिले। साधव
ଅନେକ ଧନ ଭାର ସକଟରେ, ଦେଲା ଝିଅ ସଙ୍ଗେ ଅତି ଆନନ୍ଦ ମନରେ। ରାଜପୁର ନିକଟକୁ କିଛି ଦୂରେ ଥାଏ, ହାନ୍ଦୋଳାରୁ ସାଧବର ଝିଅ ଦେଖେ ଚାହିଁ। ରବି ଅସ୍ତ ହୋଇବାକୁ ଅଳପ ଅଛଇ, ଏହା ଦେଖି ସାଧବର ଝିଅ ବିଚାରଇ। ମୋ ବାପ ସାଧବ ଦେଇ ଅଛି ଯେତେ ଭାର, କିଏ ତା ଦେଖିବ ବା ହୋଇଲେ ଅନ୍ଧାର। ଏହା ଭାବି ଆଦିତ୍ୟଙ୍କୁ ସାଧବ ଦୁହିତା, ବହୁ ବିନୟରେ ବୋଲେ ହେ ଦେବ ସବିତା। କୃପା ବହି କିଛି ବେଳ ସ୍ଥିର ଗତି କର, ଯେଉଁପରି ଅତି ଶୀଘ୍ର ନୋହିବ ଅନ୍ଧାର। ଆମ୍ଭେମାନେ ସର୍ବେ ଯାଇ ରାଜା ଭୁବନରେ, ପରବେଶ ହୋଇ ବୁଟି ଯଥା ଦିବସରେ। ତହିଁ ପରେ ତୁମ୍ଭେ ଅସ୍ତ ଚଳେ ପଛେ ଯିବ, ଏ ମୋର ବିନୟ ଘେନ ଆହେ ସୂର୍ଯ୍ୟ ଦେବ। ସାଧବ ଦୁହିତା ବିନୟରେ ଦିନ କର, ବିଳମ୍ବ ଗତି କରନ୍ତେ ହୁଅନ୍ତେ ଉଛୁର। ରାଜା ସଦନରେ ସର୍ବେ ପ୍ରବେଶ ହୋଇଲେ, ତହିଁ ପରେ ଦିନପତି ଅସ୍ତାଚଳେ ଗଲେ। ସେଦିନ ସୂର୍ଯ୍ୟଙ୍କ ମାତା ପୁତ୍ରକୁ ଅନାଇ, ବିକଳେ ଭାବନ୍ତି ପୁତ୍ର ନଇଲା କିମ୍ପାଇଁ। କାହିଁକି ବିଳମ୍ବ ହେଲା ମନରେ ବିଚାରି, ବାଟେ ଠିଆ ହୋଇଛନ୍ତି ପଥ ଚାହିଁ କରି। ଏହି କାଳେ ରବି ଯାଇ ପ୍ରବେଶ ହୁଅନ୍ତେ, ତାଙ୍କୁ କୋଳେ ଧରି ମାତା ବୋଇଲେ ମନ୍ତେ। ଆରେ ବାବୁ ଆଜି ତୋର କାହିଁକି ଉଛୁର, ହୋଇଲା କେ ଅବା ପଥ ଜଗିଲା ତୋହର। ଯେ କେହି ଥାଉ ବିଳମ୍ବ କରିବାରେ ତୋର, ମୋ ଅଭିଶାପରେ କୁଷ୍ଠ ହେଉ ଅଙ୍ଗେ ତାର। ଗଳିତ ଅଙ୍ଗେ ତା ହାତ ଗୋଡ଼ ଛିଣ୍ଡି ଯାଉ, ତୋ ପଥ ବିଳମ୍ବ କରିବାର ଫଳ ପାଉ। ଏହା ଶୁଣି ଆଦିତ୍ୟ ଯେ ବିରତ ହୋଇଲେ, କି କଲ ମାତା ବୋଲି ସେ ବୋଇଲେ। କେହି ମୋର ପଥ ବନ୍ଦ କରି ନାହିଁ ଜାଣ, ଯହିଁକି ବିଳମ୍ବ ହେଲା ବୁଝିଣ କାରଣ। ସାଧବ ଝିଅ ଆଜି ଘେନି ବୋଝ ଭାର, ଗହଣା ଲଗାଇ ଯାଉଥିଲା ସ୍ୱାମୀ ଘର। ତାହା ଦେଖୁ ଦେଖୁ ମୋର ବିଳମ୍ବ ହୋଇଲା, ଏଥିରେ ବା କେଉଁ କଣ ଦୋଷକାରୀ ହେଲା। ଅକାରଣେ ତାକୁ ଅଭିଶାପ ଦେଲ ମାତ, କହ ଏବେ କିପରି ସେ ହୋଇବ ମୁକତ। ଆଦିତ୍ୟ ବଚନେ ତାଙ୍କ ଜନନୀ କହନ୍ତି, ପୁଷର ବିବାର କଲେ ହୋଇବ ମୁକତି। ପୁଷ ମାସ ରବିବାର ଦିନ ପ୍ରଭାତରୁ, ରବି ଉଦେନହୁ ବେଗେ ଉଠିବ ସେଜରୁ। ବିଧାନରେ ଯାଇ ସ୍ନାନ କରି ଆସି ଆଗେ, ତୁଳସୀ ମୂଳରେ ଲିପି ଗୋମୟ ସରାଗେ। ତହିଁରେ ମଣ୍ଡଳ ଭାଙ୍ଗି ରବି ନାରାୟଣ ସ୍ଥାପିବ, ନାନା ବର୍ଣ୍ଣ ଫୁଲେ ସେ ସ୍ଥାନକୁ ମଣ୍ଡାଇବ। ଦେବ ମନ୍ତ୍ର ଜାଣିଥିବା ବ୍ରାହ୍ମଣେ ଡକାଇ, ସୂର୍ଯ୍ୟ ପୂଜା କରାଇବ ନାନା ଭୋଗ ଦେଇ। ଶର୍କରା ମିଶ୍ରିତ ଦଧି ପକ୍ୱରମ୍ଭା ଫଳ, ଆରିସା ଦଧି ଗୋଟିକା ଆଦି ନାରିକେଳ। ଏ ବିଧିରେ ନାନା ଉପଚାରେ ପୂଜା କଲେ, ଅବଶ୍ୟ ହୋଇବ ମଙ୍ଗଳଟି ଜାଣ ଭଲେ। ଏହା କହି ମାତେ ପୁତ୍ରେ ରହିଲେ ସନ୍ତୋଷେ, ଶୁଣ ଜନେ ଏଠୁ ଅନ୍ତେ କେତେକ ଦିବସେ। ସାଧବ ଝିଅର ଅଙ୍ଗେ କୁଷ୍ଠ ରୋଗ ହେଲା, ଦିନ ଦିନୁ ତାହାକୁ ଅବଶ କରିଦେଲା। ରାଜା ରାଣୀ ତାହା ଦେଖି ଦୁଃଖିତ ହୋଇଲେ, ଗୁରୁ ବ୍ରାହ୍ମଣଙ୍କୁ ଡାକି ସବୁ ଜଣାଇଲେ। ସେମାନେ ସକଳେ ଶୁଣି କହିଲେ ବିଚାରି, ଯେବେ ପୁଷ ରବିବାର ବ୍ରତ କରିପାରି, ତେବେ ଜାଣ ତାହାର ଏ ରୋଗ ଛାଡ଼ିଯିବ। ଆଉ ଯାହା ବାଞ୍ଛିତ ତାହା ଅବଶ୍ୟ ଫଳିବ। ଏହା ବୋଲି ସେ ବ୍ରତର ବିଧି ଜଣାଇଲେ, ଶୁଣି ତାହା ରାଜା ରାଣୀ ବଧୂକୁ କହିଲେ। ସାଧବର ଝିଅ ଶୁଣି ଭକତି ଚିତ୍ତରେ, କଲା ପୁଷ ରବିବାର ଭକତି ବିଧିରେ। ତହୁଁ ଦିନୁ ଦିନୁ ତାର ବ୍ୟାଧି କେଣେ ଗଲା, ପୁତ୍ର ଧନ ପତି ସୁଖେ ସୁହାଗୀ ହୋଇଲା।
ଚାହେ ଜନ କୁଶର ବିବାର ଯେ କରଇ, ତାହାର ସକଳ ବାଞ୍ଛା ଅବଶ୍ୟ ଫଳଇ। ସୂର୍ଯ୍ୟଦେବ ପୂଜା ବ୍ରତ ଗୋଟି ଜଣେ ଶୁଣ, ଭକତିରେ କଲେ ହୁଏ ବାଞ୍ଛିତ ପୂରଣ। ଏ ଦେଶରେ ପୌଷ ରବିବାର ବ୍ରତ କଥା ସମ୍ପୂର୍ଣ୍ଣ।